ମନ୍ଦିରରେ ଦର୍ଶନ କରିବା ଆଗରୁ ଜାଣନ୍ତୁ ଏହି ପାଞ୍ଚଟି କଥା। ମନ୍ଦିରରେ ଦୀପରୁ ଦୀପ ଜଳାନ୍ତୁ ନାହିଁ। ମନ୍ଦିରରୁ ଫେରିବା ବେଳେ ଘଣ୍ଟି କେବେ ବଜାନ୍ତୁ ନାହିଁ। ଚମଡ଼ା ତିଆରି ବସ୍ତୁ ଯେପରି ପର୍ସ, ବେଲ୍ଟ ଆଦି ମନ୍ଦିର ଭିତରକୁ ନେଇ ପ୍ରବେଶ କରିବା ଉଚିତ ନୁହେଁ। ମନ୍ଦିର ପରିକ୍ରମା ବାମ ହାତ ପଟୁ କରିବା ଉଚିତ। ମନ୍ଦିରରେ ଠିକ୍ ଠାକୁରଙ୍କ ସାମ୍ନାରେ ଠିଆ ହେବା ଉଚିତ ନୁହେଁ। ମନ୍ଦିରରେ କେବେ ବି ବଡ଼ ପାଟି କିମ୍ବା କ୍ରୋଧ କରିବା ଉଚିତ ନୁହେଁ। ସ୍ୱାର୍ଥପର ମଣିଷ ବଡ଼ ହୋଇଗଲେ ପିଲା ଦିନର ସମ୍ପର୍କ ଭୁଲିଯାଏ। ବିବାହ କରିବା ପରେ ପିତାମାତାଙ୍କୁ ଭୁଲିଯାଏ। ନିଜର ସନ୍ତାନ ହେବା ପରେ ଭାଇ ଭଉଣୀକୁ ଭୁଲିଯାଏ। ପଇସା ହୋଇଗଲେ ଗରିବଙ୍କୁ ଭୁଲିଯାଏ। ଆଉ ଯେତେବେଳେ ବୃଦ୍ଧା ଅବସ୍ଥା ଆସେ ସେତେବେଳେ ସେ ଭୁଲି ଯାଇଥିବା ସମସ୍ତଙ୍କୁ ମନେ ପକାଏ। କଥାଟି ଅପ୍ରିୟ ହେଲେ ବି ସତ। ଯେତେବେଳେ ଗୋଟେ ପୁଅ ତା ମା ବାପାର ସେବା କରେ ସେତେବେଳେ ସେ ଶ୍ରବଣ କୁମାର। ଯେତେବେଳେ ଜଣେ ଭାଇ ନିଜ ଭାଇ ପାଇଁ ନିଜକୁ ବଳିଦାନ ଦିଅନ୍ତି ସେତେବେଳେ ସେ ଶ୍ରୀରାମ। ଯେତେବେଳେ ଜଣେ ଭାଇ ନିଜ ଭଉଣୀ ପାଇଁ କିଛି କରନ୍ତି ସେତେବେଳେ ସେ ଶ୍ରୀକୃଷ୍ଣ। ଯେତେବେଳେ ସ୍ୱାମୀ ସ୍ତ୍ରୀର କଷ୍ଟ ସମୟରେ ନିଜ ସ୍ତ୍ରୀ ପାଇଁ କିଛି କରନ୍ତି ତେବେ ସେ ସ୍ତ୍ରୀର ଗୋଲାମ। ଅନ୍ୟର କୌଣସି ବସ୍ତୁ ପ୍ରତି ନଜର ଦେଲେ ସେହି ବସ୍ତୁ ସାମାନ୍ୟ ହୋଇଥିଲେ ମଧ୍ୟ ତାହାକୁ ନେବାକୁ ଲୋଭ କରୁଥିବା ବ୍ୟକ୍ତି ଚୋରି କରିବାକୁ ଚେଷ୍ଟା କରନ୍ତି ଏବଂ ଧରା ପଡ଼ିଲେ ଅପମାନିତ ହୁଅନ୍ତି। ଅନ୍ୟର ବସ୍ତୁ ଦାମିକା ହୋଇଥିଲେ ତାହାର ମାଲିକଙ୍କ ପ୍ରତି ଈର୍ଷା ପରାୟଣ ହୋଇ ତାଙ୍କ ପ୍ରତି ସେମାନେ ଅକାରଣରେ ଶତ୍ରୁତା କରନ୍ତି। ଅନ୍ୟର ନିନ୍ଦା କଲେ ନିନ୍ଦା କରୁଥିବା ବ୍ୟକ୍ତିର କୌଣସି ଲାଭ ହୁଏ ନାହିଁ ଅପରନ୍ତୁ ସର୍ବସାଧାରଣ ନିନ୍ଦୁକକୁ ହୀନ ଚକ୍ଷୁରେ ଦେଖୁଥିବାରୁ ତାହାର କ୍ଷତି ହୁଏ। ଗୁରୁଜନଙ୍କ ଠାରେ ନମ୍ର ନ ହୋଇ ଉଦ୍ଧତ ହେଲେ ତାଙ୍କ ସମ୍ମୁଖରେ ଚପଳତା କଲେ ତାଙ୍କ ପ୍ରତି ଥଟ୍ଟା ତାମସା କଲେ ବୃଦ୍ଧ ଏବଂ ଗୁରୁଜନଙ୍କ ଠାରୁ ଶ୍ରଦ୍ଧା ଆଶୀର୍ବାଦରୁ ବଞ୍ଚିତ ହେବା ସହ ନିଜର ଓ ବଂଶର ମାନ ମର୍ଯ୍ୟାଦା ନଷ୍ଟ ହୁଏ। ଯେ ଅନ୍ୟର ସ୍ତ୍ରୀକୁ ମାତା ସମାନ ଦେଖନ୍ତି ଅନ୍ୟର ଧନକୁ ତୁଚ୍ଛ ମନେ କରନ୍ତି ଏବଂ ସମସ୍ତଙ୍କ ପ୍ରତି ସମଭାବାପନ୍ନ ତାଙ୍କର ଦୃଷ୍ଟିଭଙ୍ଗୀ ଯଥାର୍ଥ। ଜୟ ଶ୍ରୀ ଜଗନ୍ନାଥ।